ଏବଂ ଘୋଡ଼ା ବେପାର କରିବା ପାଇଁ କ'ଣ ଠିକା ନେଇଛି ବିଜେପି? ବିଜେପି ହେଉଛି ଗୋଟେ ଘୋଡ଼ା ବେପାରୀଙ୍କର ଦଳ। କାରଣ ସେମାନେ ଜିତିବେ ମାନେ ଘୋଡ଼ା ବେପାର କରିକି ଜିତିବେ, ଦୁର୍ନୀତି କରିକି ଜିତିବେ, ବିକା କିଣା କରିକି ଜିତିବେ। ଏବଂ ବିକା କିଣା କରିକି ଜିତିବାଟା ଯଦି ନୈତିକତା ହୁଏ ତାହେଲେ ସାମ୍ବାଦିକମାନଙ୍କୁ ବହୁତ ବହୁତ ଅଭିନନ୍ଦନ। କାରଣ ବିଜେପିର ନୈତିକତା ଉପରେ କେହି ପ୍ରଶ୍ନ ପଚାରୁନାହାନ୍ତି, ଓଲଟି ପ୍ରଶ୍ନ ପଚାରୁଛନ୍ତି ଯେ ଡକ୍ଟର ଦତ୍ତେଶ୍ୱର ହୋତା କେମିତି ଜିତିବେ। ଆଜ୍ଞା, ଡକ୍ଟର ଦତ୍ତେଶ୍ୱର ହୋତାଙ୍କ ପାଖରେ ତ ନମ୍ବର ଅଛି। ଯଦି କଂଗ୍ରେସ ଏବଂ ବିଜେଡିର ବଳକା ଭୋଟ ମିଳିତ ହୁଏ ତାହେଲେ ତ ଦତ୍ତେଶ୍ୱର ହୋତା ପ୍ରଥମ ପସନ୍ଦ ଦ୍ୱିତୀୟ ପସନ୍ଦ ଭୋଟ ତାଙ୍କ ପାଖରେ ଅଛି, ସେ ତ ସହଜରେ ଜିତିବା କଥା। ସେ ହାରିବେ ଯଦି ଘୋଡ଼ା ବେପାର ହୁଏ, ତ ଘୋଡ଼ା ବେପାର କରିକିରି ବିଜେପି ଜିତିବ। ଏବଂ ଘୋଡ଼ା ବେପାର କରି ଜିତିବାଟା କ'ଣ ବିଜେପିର ହିରୋଗିରି? ଯେହେତୁ ଅମିତ ଶାହା ଆସୁଛନ୍ତି 5 ତାରିଖ 6 ତାରିଖ, ସେଇଥିପାଇଁ ଟିକେ ବେଶୀ ଚର୍ଚ୍ଚା ହଉଛି ନାଇଁ, ଅମିତ ଶାହାଙ୍କର ଦେଖନ୍ତୁ, ଅମିତ ଶାହା ଆସୁଛନ୍ତି ତାଙ୍କର ଅଫିସିଆଲ କାର୍ଯ୍ୟକ୍ରମରେ, ଏବଂ ଘୋଡ଼ା ବେପାର କରିବା ପାଇଁ ଅମିତ ଶାହା ଆସିବାର ଆବଶ୍ୟକତା ନାହିଁ। ଘୋଡ଼ା ବେପାରୀ ମାନେ ଅଲଗା, ତେଣୁ ଅମିତ ଶାହାଙ୍କୁ ସେଇଟା କରିବାକୁ ପଡ଼େ ନାହିଁ। ଘୋଡ଼ା ବେପାରୀ ମାନେ ଅଛନ୍ତି, କିଏ ବାଲିଚୋର ଅଛି, କିଏ ଖଣି ମାଫିଆ ଅଛି, ସେମାନେ ସେ କାମ କରନ୍ତି। ସେଥିପାଇଁ କ'ଣ ଗୃହମନ୍ତ୍ରୀଙ୍କୁ ଆସିବାକୁ ପଡ଼ିବ? କଣ ହଉଛି ସେ ଚାନ୍ସେସ୍ ଅଛି ବିଜେପି କରିବାର ନା ତା ଆଗରୁ ଅଛି ତାର? ଦେଖନ୍ତୁ, ଯଦି ବିଜେପି ତୃତୀୟ ପ୍ରାର୍ଥୀ ଦବ ତାହେଲେ ଘୋଡ଼ା ବେପାର କରିବାକୁ ହିଁ ଦବ। ଯଦି ଦବ, ମୁଁ ଜାଣିନି ସେମାନେ ଦେବେ କି ନାହିଁ, କାରଣ ତାଙ୍କର ତ ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଆସିନାହିଁ। ପ୍ରାର୍ଥୀ ତାଲିକା ଯଦି ସେମାନେ ତୃତୀୟ ପ୍ରାର୍ଥୀ ଦିଅନ୍ତି ତାହେଲେ ତାର ଅର୍ଥ ହେଉଛି ସେମାନେ ବିଜେଡି ଏବଂ କଂଗ୍ରେସରୁ କିଛି ଭୋଟ କିଣିବେ, ନଚେତ ତ ଜିତି ପାରିବେନି, ତାଙ୍କ ପାଖରେ ତ ନମ୍ବର ନାହିଁ। ତେଣୁ ବିଜେପି ଜିତିବ ବୋଲିକିରି ଉଲ୍ଲସିତ ହେଉଥିବା ଗଣମାଧ୍ୟମକୁ ମୋର ଗୋଟେ ମାତ୍ର ପରାମର୍ଶ ହେଉଛି ଯେ ଭ୍ରଷ୍ଟାଚାର, ଦୁର୍ନୀତି, ଘୋଡ଼ା ବେପାରକୁ ନେଇକରି ଉଲ୍ଲସିତ ହୁଅନ୍ତୁ ନାହିଁ, ଭର୍ସନା କରନ୍ତୁ, ନିନ୍ଦା କରନ୍ତୁ। ସେଇଟା ଗୋଟେ ନିନ୍ଦନୀୟ ବ୍ୟାପାର ହିଁ ହେବ।